ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି? ଭଲ ଅଛନ୍ତି ତ? ଆଜି ଆପଣଙ୍କୁ ଆଉ ଗୋଟେ ନୂଆ ବ୍ଲଗରେ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଆପଣଙ୍କୁ ଗୋଟେ କଥା କହିବାର ଥିଲା ଯେ ଆପଣ ମାନେ ଭିଡିଓ ଦେଖୁଛନ୍ତି ହେଲେ ସବସ୍କ୍ରାଇବ କଣ ପାଇଁ କରୁନାହାନ୍ତି ମୁଁ କିଛି ବୁଝିପାରୁନି। ଜଲ୍ଦି ଜଲ୍ଦି ସବସ୍କ୍ରାଇବ କରନ୍ତୁ। କାଲି ଆପଣଙ୍କୁ ମୁଁ ଦେଖେଇଥିଲି କୋଉ ରେଟ୍ ରେ ବର୍ଷା ହଉଥିଲା। ତାର ଗୋଟେ ଛୋଟିଆ କ୍ଲିପ୍ସ ଅଛି, ମୁଁ ଆପଣ ଲାଷ୍ଟରୁ ଦେଖେଇବି। ତା ପୂର୍ବରୁ ଗୋଟେ କଥା କହୁଛି ଶୁଣନ୍ତୁ। ମୁଁ 2 ଦିନ ହେଲା 2 ଦିନ 3 ଦିନ ହେଲା କହୁଛି ଚୁଟି କାଟିମି। ଦେଖନ୍ତୁ ଚୁଟି ଆସି କେତେ ବଢିଲାଣି। 2 ଦିନ ହେଲା ଦୋକାନ ଯାଉଛି, ଫେରିକି ଯାଉଛି। କାରଣ କଣ? ଗୋଟେ କାରଣ ହେଲା ବର୍ଷା। ବର୍ଷା ରେଗୁଲାର ବର୍ଷା ହଉଛି। ଆଜି ଗୋଟେ ଦିନ ଦେଖନ୍ତୁ, ଟିକେ ପାଗ ଦେଖନ୍ତୁ। ଆଜି ଟିକେ ସୂର୍ଯ୍ୟ ଦେବତା ଟିକେ ଅନେଇଛନ୍ତି। ଆଜି ଟିକେ ବର୍ଷା ଟିକେ ହବା ସମ୍ଭାବନା ନାହିଁ, କିନ୍ତୁ ତଥାପି ପାଗ ଟିକେ ନରମ ପାଗ ଅଛି, ହେଇପାରେ। ସେମିତି ତ କିଛି କହିହବ ନା ପାଗ ବିଷୟରେ, କିନ୍ତୁ ପାଗ ତ ଜଣା ପଡୁଛି ହେଇପାରେ ମେ ବି। ଆଉ ମୁଁ ଆପଣଙ୍କୁ ସେଇ ଛୋଟିଆ କ୍ଲିପଟା ଲାଷ୍ଟକୁ ଦେଖେଇବି ବୋଲି, ଏଇଟା ଆପଣ ଦେଖନ୍ତୁ ଲାଷ୍ଟକୁ। ମାନେ କୋଉ ରେଟ୍ କାଲି ବର୍ଷା ହଉଥିଲା, ମୁଁ କୋଉ ଭଳିଆ ଖାଲି ଦେହରେ କାଲି ଭେଦି ଯାଇଛି ଦେଖନ୍ତୁ। ଦେଖନ୍ତୁ କୋଉ ଭଳିଆ ପାଣି ଆମ କଲୋନୀ, ମୁଁ ଆପଣଙ୍କୁ ଦେଖେଇଥିଲି। ଆଜି ପୁଣି ସେକେଣ୍ଡ ବ୍ଲଗରେ ଆଉ ଗୋଟେ ବ୍ଲଗ ପାଣି ରିଲେଟେଡ୍ ଦେଖୁଛି। ଆପଣ ଦେଖନ୍ତୁ ପାଣି ଟିକେ ଦେଖନ୍ତୁ କୋଉ ଭଳିଆ ପାଣି। ମୁଁ ଯାଇଥିଲି ଚୁଟି କାଟିବା ପାଇଁ, ମୋ ଅବସ୍ଥା ଟିକେ ଦେଖନ୍ତୁ। ଚୁଟି ବି କାଟିନି ଠିକ୍ ସେ, ମାନେ କୋଉ ଭଳିଆ ପାଣି ଟିକେ ଲକ୍ଷ୍ୟ କରନ୍ତୁ।